সবারুড়া মহাবী মা ঘোরে ঘোরমুখী তপর হোজা মুন্ডমালা ধরা ভয়ঙ্কর শিবন মুন্ডমালা ধরা বিবিলো দিবাদিগম্বরম এবং সঞ্চিত কালী শ্মশান বাসিনাং জগজ্জননা দক্ষিণকালী শনিষ্ঠের দেবতা জগন্নাଥ ବଳଭଦ୍ର ସୁଭଦ୍ରା ସୁଦର୍ଶନ ଚତୁର୍ଦ୍ଧାମୂର୍ତ୍ତି ଦେବତା ଯେଉଁମାନେ ଆଷ୍ଟ୍ର ସମାଜର ଏ ଦୈନିକ ରାଶିଫଳ କାର୍ଯ୍ୟକ୍ରମକୁ ଦେଖୁଛନ୍ତି ସେମାନଙ୍କର ପାଇଁ ଆଜିର ଦିନଟି ସୁଖ ସମୃଦ୍ଧି ମାନସିକ ପାରିବାରିକ ଶାନ୍ତି ଏବଂ ଆତ୍ମସନ୍ତୋଷର ଦିନ ହେଉ ଏହା ହିଁ ଜଗନ୍ନାଥଙ୍କ ପାଖରେ କାମନା କରି ଆରମ୍ଭ କରୁଛୁ ଆଜିର ଆମର ଦୈନିକ ରାଶିଫଳ କାର୍ଯ୍ୟକ୍ରମ। ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଜିକା। আজি মিথুন 29 দিন জুলাই মাস 13 তারিখ আষাঢ় মাস শুক্লপক্ষ সপ্তমী গত অষ্টমী শনিবার সপ্তমী অপরাহ্ন 3টা 6 মিনিট পর্যন্ত এরপরে অষ্টমী ভোগ ହେବ। আজির রাশি নক্ষত্র হস্তা রাত্রি 7টা 15 মিনিট পর্যন্ত এবং কন্যা চন্দ্র 60 দণ্ড অর্থাৎ অহরাত্র 60 দণ্ড ভোগ করিবে। অপরাহ্ন 3টা 6 মিনিট পর্যন্ত তাଳ এবং পরে নড়িয়া খাଇବା মনা। তাଳ খাইলে দেহরে রোগ এবং অপরাহ্ন 3টা 6 মিনিট পরে নড়িয়া খাইলে মূর্খ হেবে। আজি এই ଥିଲା ଆଜିର ଦୈନିକ ପଞ୍ଜିକା। ବର୍ତ୍ତମାନ ଜାଣିଦେବା କଣ ରହିବ 12ଟି ରାଶିର ଆଜିର ଦିନର ରାଶିଫଳ କେମିତି କଟିବ ତାଙ୍କର ଆଜିର ଦିନ। ପ୍ରଥମ ରାଶି ମେଷ ରାଶି। ମେଷ ରାଶି ଷଷ୍ଠ ଚନ୍ଦ୍ର ଏବଂ ଚନ୍ଦ୍ରକ ନକ୍ଷତ୍ର ଭୋଗ ହେଉଥିବାରୁ ମନରେ ପ୍ରସନ୍ନତା, ପରିବାରରେ ସୁସ୍ଥତା, ପରିବାରରେ ମିତ୍ରତା, ଶରୀରରେ ସୁସ୍ଥତା, ସମସ୍ତଙ୍କ ସହ ବନ୍ଧୁତା, ଚାରିଚରଣରେ ସଂଯମତା, ବଚନରେ ମଧୁରତା ଏବଂ ସମସ୍ତ କର୍ମରେ ସ୍ୱଚ୍ଛତା ଓ ସମୟାନୁବର୍ତ୍ତିତା ଆପଣାଇବେ। ରୋଗ ଋଣ ଦୁଃଖ କ୍ଲେଶ ଶୋକ ଅବସାଦରୁ ମୁକ୍ତି ମିଳିବ ଏବଂ ମନ ପ୍ରସନ୍ନ, ଶରୀର ସୁସ୍ଥ ରହିବ। ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା, ସହକର୍ମୀଙ୍କ ସହଯୋଗ ଓ କର୍ମସ୍ଥାନର ସମସ୍ତ ବାଧାବିଘ୍ନ ଦୂର ହେବ। ଯେଉଁମାନଙ୍କର ଅଶ୍ୱିନୀ ଓ କୃତ୍ତିକା ମେଷ ସେମାନେ ଶୁଭଫଳ ପାଇବେ। ଶୁଭ ରଙ୍ଗ ସିଲଭର, ସଂଖ୍ୟା 11, ଆରାଧନା ପ୍ରଭୁ ସ୍କନ୍ଦ। ବୃଷ ରାଶି। ବୃଷ ରାଶି ଘାତ 12, ଘାତ ଚନ୍ଦ୍ର ଏବଂ ଘାତ ନକ୍ଷତ୍ର ଯୋଗୁଁ ବାଦ ବିବାଦ, ସ୍ୱାସ୍ଥ୍ୟ, ସ୍ୱଜନ ପରିଜନଙ୍କ ସହ କଥାବାର୍ତ୍ତା, ସନ୍ତାନ ସନ୍ତତି ଏବଂ ପିତାମାତାଙ୍କ ସହ କଥାବାର୍ତ୍ତା ବେଳେ ସତର୍କତା ଅବଲମ୍ବନ କରିବେ। ମାନ ସମ୍ମାନ ହାନି, ମାନସିକ ଦୁଶ୍ଚିନ୍ତା, ପରିବାରରେ ମନମାଳିନ୍ୟ ଏବଂ ସନ୍ତାନମାନଙ୍କର ଶିକ୍ଷା ଦୀକ୍ଷା, ଚାଲିଚଳନ, ବ୍ୟବହାର, କଥାବାର୍ତ୍ତା ଏବଂ କର୍ମକୁ ନେଇ ଚିନ୍ତିତ ହେବେ। ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଏବଂ କିମ୍ବା ପିତାମାତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଇପାରେ। ଅପମାନ, ଅପଯଶ, ଅପନିନ୍ଦା ମିଳିବ ଏବଂ ମନ ଅସ୍ଥିର, ବିଷାଦଗ୍ରସ୍ତ ଏବଂ ଚାପଗ୍ରସ୍ତ ରହିବ। ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ମାନ୍ଦାବସ୍ଥା ଲାଗି ରହିବ। କର୍ମରେ ବିଫଳତା ଓ ସହକର୍ମୀଙ୍କର ଉପହାସର ପାତ୍ର ହେବେ। ଯେଉଁମାନଙ୍କର ରୋହିଣୀ ବୃଷ ସେମାନେ ସତର୍କତା ଅବଲମ୍ବନ କରିବେ। ଶୁଭ ରଙ୍ଗ ଧଳା, ସଂଖ୍ୟା 2, ଆରାଧନା ମା କମଳା। ମିଥୁନ ରାଶି। ଚତୁର୍ଥ ଚନ୍ଦ୍ର ଅପରାହ୍ନ 3ଟା 6 ମିନିଟ ପରେ ଘାତ ତିଥି ଅଷ୍ଟମୀ ତିଥି ଘାତ ଯୋଗୁଁ ବାଦ ବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର, ସ୍ୱଜନରେ କଥାବାର୍ତ୍ତା, ଯାନବାହନ ଆରୋହଣ ଏବଂ ଉଚ୍ଚସ୍ଥାନ ଆରୋହଣ, ଗ୍ୟାସ୍ ଇଲେକ୍ଟ୍ରିକ୍ ଦ୍ରବ୍ୟ ବ୍ୟବହାର କାଳରେ ସତର୍କତା ଅବଲମ୍ବନ କରିବେ। ଧନ କ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମତାନ୍ତର ଏବଂ ଚାଲି ଚଳନ, ବ୍ୟବହାର, କଥାବାର୍ତ୍ତା ବିବାଦୀୟ ହେବ। ସମସ୍ତ କର୍ମରେ ଭୁଲ ନିଷ୍ପତ୍ତି ନେବେ ଏବଂ ନିଶ୍ଚିତତାକୁ ପରିତ୍ୟାଗ କରି ଅନିଶ୍ଚିତତା ପଛରେ ପଶ୍ଚାଧାବନ କରିବେ। ବାଣିଜ୍ୟ ବ୍ୟବସାୟରେ କ୍ଷତି ଏବଂ ପରିବହନ ବ୍ୟବସାୟରେ ବିପର୍ଯ୍ୟୟ ଘଟିବ। କର୍ମରେ ବିଫଳତା, ସହକର୍ମୀଙ୍କର ବିରୋଧ
ଏବଂ ପଦସ୍ଥ ଅଧିକାରୀଙ୍କର ରୋଷର ଶିକାର ହେବେ। ଯେଉଁମାନଙ୍କର ପୁନର୍ବସୁ ମିଥୁନ ସେମାନେ ସତର୍କତା ଅବଲମ୍ବନ କରିବେ। ଶୁଭ ରଙ୍ଗ କଫି, ସଂଖ୍ୟା 4, ଆରାଧନା ମା ଛିନ୍ନବସ୍ତା। କର୍କଟ ରାଶି ତୃତୀୟ ଚନ୍ଦ୍ର ଏବଂ ଚନ୍ଦ୍ରଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ସୁଖାଦ୍ୟ ସୁବସନ ପ୍ରାପ୍ତି ହେବ ଏବଂ ସମସ୍ତ କର୍ମରେ ସୁଚିନ୍ତିତ ପଦକ୍ଷେପ ନେବେ। ସୁଖବର ସୁସମ୍ବାଦ ମିଳିବ ଏବଂ ମନରେ ପ୍ରସନ୍ନତା, ପରିବାରରେ ସୁଖ ଶାନ୍ତି, ଭାତୃ ଭଗ୍ନୀଙ୍କର ସାହାଯ୍ୟ ସହଯୋଗ ମିଳିବ। ବାଣିଜ୍ୟ ବ୍ୟବସାୟ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା, ସମ୍ମାନ ଏବଂ କର୍ମସ୍ଥାନର ସମସ୍ତ ସୁବିଧା ସୁଯୋଗ ହାସଲ କରିବେ। ଯେଉଁମାନଙ୍କର ପୁଷ୍ୟା କର୍କଟ ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ହଳଦିଆ, ସଂଖ୍ୟା 1, ଆରାଧନା ଭଗବାନ ଶିବ। ସିଂହ ରାଶି ଘାତ 12 ଏବଂ ଦ୍ୱିତୀୟ ଚନ୍ଦ୍ର ହେତୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଏବଂ ଆତ୍ମତୃପ୍ତି ମିଳିବ ନାହିଁ ଏବଂ ଧନ ପ୍ରତି ଏବଂ ବ୍ୟବସାୟ ପ୍ରତି ଧନ ଓ ବ୍ୟବସାୟ ପ୍ରତି ମନରେ ଅଧିକ ଦୁର୍ବଳତା ପ୍ରକାଶ ପାଇବ। ଧନ ଯେତେ ଅଧିକା ମିଳିଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଏବଂ ଆତ୍ମତୃପ୍ତି ମିଳିବ ନାହିଁ। ବାଣିଜ୍ୟ ବ୍ୟବସାୟ ପରିବହନରେ ଆୟ ଅତି ଉତ୍ତମ ହେବ। କର୍ମରେ ସଫଳତା ମିଳିଲେ ମଧ୍ୟ କିଛି ସମସ୍ୟା ଦେଖାଦେବ। ଯେଉଁମାନଙ୍କର ମଘା ଓ ଉତ୍ତରା ଫାଲ୍ଗୁନୀ ସିଂହ ସେମାନେ ସୁଫଳ ପାଇବେ। ଶୁଭ ରଙ୍ଗ ଗୋଲାପୀ, ସଂଖ୍ୟା 3, ଆରାଧନା ପ୍ରଭୁ ଶ୍ରୀ ଜଗନ୍ନାଥ। କନ୍ୟା ରାଶି ଶ୍ରୀ ଚନ୍ଦ୍ର ଘାତ 12 ଏବଂ ଅପରାହ୍ନ 3ଟା 6 ପରେ ଅଷ୍ଟମ ତିଥି ଘାତ ଯୋଗୁଁ ଘାତ 12 ଘାତ ତିଥିର ପ୍ରଭାବ ବିଶେଷ ପଡ଼ିବ ନାହିଁ। ମନରେ ପ୍ରସନ୍ନତା, ଶରୀରରେ ସୁସ୍ଥତା, ସମସ୍ତଙ୍କ ସହ ମିତ୍ରତା ଏବଂ ଆପଣଙ୍କର ବକ୍ତବ୍ୟରେ ସମ୍ମୋହନର ଶକ୍ତି ରହିବ। ସୁଖାଦ୍ୟ ସୁବସନ ପ୍ରାପ୍ତି ହେବ ଏବଂ ସ୍ୱଜନ ପରିଜନ ବନ୍ଧୁ ବାନ୍ଧବ ସହକର୍ମୀ ସହଯୋଗୀଙ୍କର ସାହାଯ୍ୟ ସହଯୋଗ ମିଳିବ। ଆମୋଦ ପ୍ରମୋଦ ମୌଜ ମଜଲିସରେ ଅଧିକ ଆଗ୍ରହ ରହିବ ଏବଂ ପରିବାର ପ୍ରତି ଅଧିକ ଯତ୍ନବାନ ହେବେ। ବାଣିଜ୍ୟ ବ୍ୟବସାୟ ପରିବହନରେ ଆୟ ମଧ୍ୟମ ହେବ। କର୍ମରେ ସଫଳତା ମିଳିଲେ ମଧ୍ୟ ଯେହେତୁ ଘାତ 12 ଓ ଘାତ ତିଥି 3ଟା 6 ପରେ ରହୁଛି ବିଶେଷ ମନରେ ସନ୍ତୋଷ ଭାବ ଆସିବ ନାହିଁ। ଯେଉଁମାନଙ୍କର ଉତ୍ତରା ଫାଲ୍ଗୁନୀ କନ୍ୟା ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ସବୁଜ, ସଂଖ୍ୟା 8, ଆରାଧନା ଭଗବାନ ବିଷ୍ଣୁ। ତୁଳା ରାଶି ଦ୍ୱାଦଶ ଚନ୍ଦ୍ର ଶନି 12 ଏବଂ ଚନ୍ଦ୍ରଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଅପବ୍ୟୟ, ଅପବାଦ ଓ ଅପଯଶର ଶିକାର ହେବେ। ମନରେ ଅସ୍ଥିରତା, ପରିବାରରେ ମତାନ୍ତର ଏବଂ ଅଯଥା ଖର୍ଚ୍ଚ ଓ ବୃଥା ଭ୍ରମଣ ଲାଗି ରହିବ। ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ଠାରୁ ବ୍ୟୟ 2 ଗୁଣ ଅଧିକା ହେବ ଏବଂ ଆର୍ଥିକ ସ୍ଥିତି ପ୍ରଭାବିତ ହେବ। କର୍ମରେ ବିଫଳତା ଏବଂ ସମସ୍ତ କର୍ମରେ ଅଯଥା ବିଳମ୍ବ ପରିଲକ୍ଷିତ ହେବ। ଯେଉଁମାନଙ୍କର ସ୍ୱାତି ତୁଳା ସେମାନେ ସତର୍କତା ଅବଲମ୍ବନ କରିବେ। ଶୁଭ ରଙ୍ଗ ନୀଳ, ସଂଖ୍ୟା 12, ଆରାଧନା ମା କମଳା। ବିଛା ରାଶି ଏକାଦଶ ଚନ୍ଦ୍ର ଓ ଚନ୍ଦ୍ରଙ୍କ ନକ୍ଷତ୍ର ଯୋଗୁଁ ଅସମ୍ଭବକୁ ସମ୍ଭବ କରିବାରେ ସମର୍ଥ ହେବେ ଏବଂ ସମସ୍ତ ଆଶା ଆକାଂକ୍ଷା ଅଭିଳାଷ ପୂର୍ଣ୍ଣ ହେବ। ବାଣିଜ୍ୟ ବ୍ୟବସାୟ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ବ୍ୟବସାୟର ସୁଯୋଗ ଜୁଟିବ। କର୍ମ ପ୍ରତି ଏକାଗ୍ରତା ଆନ୍ତରିକତା ବୃଦ୍ଧି ପାଇବ ଏବଂ କର୍ମରେ ସମ୍ମାନ ଓ ପଦୋନ୍ନତି ମିଳିପାରେ। ଯେଉଁମାନଙ୍କର ଅନୁରାଗାମିଚ୍ଛା ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ହଳଦିଆ, ସଂଖ୍ୟା 3, ଆରାଧନା ମା ବଗଳାମୁଖୀ। ଧନୁ
ଦଶମ ଚନ୍ଦ୍ର ଶନିବାର ଯୋଗୁଁ ବାରର ପ୍ରଭାବ ବିଶେଷ ରହିବ ନାହିଁ ଏବଂ ନୂତନ କର୍ମାରମ୍ଭର ସୁଯୋଗ ଜୁଟିବ କିମ୍ବା ସେଥିପାଇଁ ଉଦ୍ୟମ ଜାରି ରଖିବେ। କର୍ମରେ ଶୁଭଫଳ ପ୍ରାପ୍ତି ପାଇଁ ବା ନୂତନ କର୍ମାରମ୍ଭ ପାଇଁ ଯୋଜନା କରିବେ ଏବଂ ସେଥିରେ ସଫଳତା ପ୍ରାପ୍ତି ପାଇଁ ସମସ୍ତ ପ୍ରକାର ଯୋଜନା ଚୂଡ଼ାନ୍ତ କରିବେ। ଆଜି ଯେକୌଣସି କର୍ମ ଆରମ୍ଭ କରିବେ ସେଥିରେ 100% ସଫଳତା ପାଇବେ ଏବଂ ସମସ୍ତ କଷ୍ଟସାଧ୍ୟ କାମ ଆଜି ଆପଣଙ୍କ ପାଇଁ ସହଜ ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ ମନରେ ପ୍ରସନ୍ନତା, ପରିବାରରେ ମିତ୍ରତା, ଦେହ ମନ ସୁସ୍ଥ ରହିବ। ଯେଉଁମାନଙ୍କର ମୂଳା ଓ ଉତ୍ତରାଷାଢ଼ା ଧନୁ ସେମାନେ ସୁଫଳ ପାଇବେ। ଶୁଭ ରଙ୍ଗ ଲାଲ, ସଂଖ୍ୟା 5, ଆରାଧନା ମା ତାରା। ମକର ରାଶି ନବମ ଚନ୍ଦ୍ର ଶନିବାର ଓ ଚନ୍ଦ୍ରଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଗୁରୁଜନଙ୍କ କୃପା, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ଏବଂ ରାଜନୈତିକ ବ୍ୟକ୍ତିଙ୍କର ଶୁଭ ଦୃଷ୍ଟିରେ ରହିବେ। ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ପ୍ରାପ୍ତ ହେବ ଏବଂ ଧାର୍ମିକ କର୍ମରେ, ଉନ୍ନତିମୂଳକ କର୍ମରେ ଅଧିକ ଧ୍ୟାନ ରହିବ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଅତି ଉତ୍ତମ ହେବ। କର୍ମରେ ସଫଳତା ଓ ସମ୍ମାନ ଓ ପଦସ୍ଥ ଅଧିକାରୀଙ୍କର କୃପାଲାଭ କରିବେ। ଯେଉଁମାନଙ୍କର ଉତ୍ତରାଷାଢ଼ା ଓ ଧନିଷ୍ଠା ମକର ସେମାନେ ସୁଫଳ ପାଇବେ। ଶୁଭ ରଙ୍ଗ କଳା, ସଂଖ୍ୟା 11, ଆରାଧନା ମା କାଳୀ। କୁମ୍ଭ ଅଷ୍ଟମ ଚନ୍ଦ୍ର ଶନିବାର ଓ ଚନ୍ଦ୍ରଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଏବଂ ଅଷ୍ଟମୀ ତିଥି ଅପରାହ୍ନ 3ଟା ଓ 6 ମିନିଟ୍ ପରେ ରହିଥିବାରୁ ମନରେ ଅସ୍ଥିରତା, ପରିବାରରେ ମତାନ୍ତର ଏବଂ ଚାଲି ଚଳନ ବ୍ୟବହାର କଥାବାର୍ତ୍ତା ବିବାଦୀୟ ହେବ। ଉଚିତ କର୍ମରେ ବିଚ୍ୟୁତ ହୋଇ ଅନୁଚିତ କର୍ମରେ ଆଗ୍ରହ ରଖିବେ ଏବଂ ସତ୍ସଙ୍ଗ ପରିତ୍ୟାଗ କରି କୁସଙ୍ଗରେ ପଡ଼ିବେ। ଅଯଥା ଖର୍ଚ୍ଚ, ବୃଥା ଭ୍ରମଣ ଲାଗି ରହିବ ଏବଂ ମନ ଅସ୍ଥିର ଓ ବିଷାଦଗ୍ରସ୍ତ ରହିବ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ସ୍ୱଳ୍ପ ହେବ ଓ କର୍ମରେ ବିଫଳତା ଓ ବାଧା ବିଘ୍ନ ଲାଗି ରହିବ। ଯେଉଁମାନଙ୍କର ଶତଭିଷା କୁମ୍ଭ ସେମାନେ ସତର୍କତା ଅବଲମ୍ବନ କରିବେ। ଶେଷ ରାଶି ମୀନ ରାଶି। ସପ୍ତମ ଚନ୍ଦ୍ର ଓ ଚନ୍ଦ୍ରଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ମୂଲ୍ୟବାନ ଧାତୁ, ବସନ ଭୂଷଣ ଏବଂ ଘରୋଇ ଉପକରଣ କ୍ରୟ କରିବେ। ସନ୍ତାନ, ସନ୍ତତି, ଭାତୃ ଭଗ୍ନୀଙ୍କର ବୈବାହିକ କର୍ମର ଆୟୋଜନ କରିବେ କିମ୍ବା କୌଣସି ବୈବାହିକ କର୍ମରେ ଯୋଗଦାନ କରିବେ। ମନରେ ପ୍ରସନ୍ନତା, ପରିବାରରେ ସୁଖ ଶାନ୍ତି ଏବଂ ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ। କର୍ମରେ ସଫଳତା, ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ଓ ସହକର୍ମୀଙ୍କ ସହଯୋଗ ମିଳିବ। ଯେଉଁମାନଙ୍କର ପୂର୍ବଭାଦ୍ର ଓ ରେବତୀ ଦିନ ସେମାନେ ଉପକୃତ ହେବେ। ଏ ଥିଲା ଆଜିର 12ଟି ରାଶିର ରାଶିଫଳ। ସମସ୍ତ ରାଶିର ବ୍ୟକ୍ତିମାନେ ଯେଉଁମାନଙ୍କର ଆଜି ଦିନଟି ଶୁଭ ଅଛି ଏବଂ ଯେଉଁମାନଙ୍କର ମଧ୍ୟ ଅଶୁଭ ଅଛି, ଦିନଟି ଅତ୍ୟଧିକ ଶୁଭ ଦିନରେ ଅତ୍ୟଧିକ ଶୁଭ ଫଳ ପାଇବା ପାଇଁ ଉକ୍ତ ମନ୍ତ୍ରଟି ଋଷ୍ୟାଦି କରି ପାଠ କରନ୍ତୁ। ଓ ନକ୍ଷତ୍ରୀ ଶନିଶ୍ଚର ମହାମନ୍ତ୍ରସ୍ୟ କାଶ୍ୟପ ଋଷି ଅନୁଷ୍ଠମ ଛନ୍ଦଃ ଅଦ୍ୟ ଦିବସାଧିପତି ଶନିଶ୍ଚର ଦେବତା ସୁଦୃତରେ ମନ୍ତ୍ର ଜପେ ବିଞ୍ଜରଃ ଏବଂ ଐଂ ହ୍ରୀଂ ଶ୍ରୀଂ ଶନୈଶ୍ଚରାୟ ନମଃ। ଏ ମନ୍ତ୍ରଟିକି ସକାଳେ ସନ୍ଧ୍ୟାରେ 2 ଥର ପାଠ କରନ୍ତୁ। ନିଶ୍ଚିତ ଭାବରେ ଆଜିର ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେବ। ଶେଷରେ ହିତବାଣୀ ଇପ୍ସିତଂ ମନସଂ ସର୍ବଂ କସ୍ୟ ସମ୍ପଦ୍ୟତେ ସୁଖଂ ଦୈବାୟ ତଥ୍ୟଂ ତସ୍ମାତ୍ ସନ୍ତୋଷମାୟ ରହିବେ। ଦୁନିଆରେ ବା ସଂସାରରେ ଏମିତି କେହି ଲୋକ ନାହିଁ ବା କୌଣସି ବ୍ୟକ୍ତି ନାହିଁ ଯିଏକି ଯାହା ଇଚ୍ଛା କରିଛି ତାହା ପ୍ରାପ୍ତ ହେଉଛି। ତେଣୁକରି ଯାହା ଭଗବାନଙ୍କର ପ୍ରାପ୍ତ ବା ଯେଉଁମାନେ ଯାହା ମିଳୁଛି ସେଥିରେ ସନ୍ତୋଷ ରହିଲେ ଆପଣଙ୍କର ମଙ୍ଗଳ ଏବଂ ସମାଜରେ ମଧ୍ୟ ମଙ୍ଗଳ ହେବ। ଆଜି ତ ସମୟ ସରିଯାଇଛି। ଆଜି ପାଇଁ ବିଦାୟ ଦିଅନ୍ତୁ। ଜୟ ଜଗନ୍ନାଥ।